ମୁଁ ଗତ ବର୍ଷରୁ ଦେଖିଛି ଆମର ଯେଉଁ ତେଲକୋଇ ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମର ପିଲାମାନେ ଶଗଡ଼ରେ ଡିଜେ ତିଆରି କରି ସେମାନେ ହୋଲି ପର୍ବ ପାଳନ କରୁଛନ୍ତି। ମୁଁ ଜାଣିଛି ବା ଆମେ ସମସ୍ତେ ଜାଣୁ ଏ ଶଗଡ଼ର ପରମ୍ପରା ଆମ ଗ୍ରାମ୍ୟ ଜୀବନର ପରମ୍ପରା ସହିତ ପ୍ରାଚୀନ କାଳରୁ ଜଡ଼ିତ। ସେ ରାଜା ମହାରାଜା ସମୟରୁ ଆରମ୍ଭ କରି ଆମେ ବି ପିଲାବେଳେ ମୁଁ ଦେଖିଛି ଶଗଡ଼ରେ ଲୋକମାନେ ହାଟରୁ ସଉଦାପତ୍ରର ନେବା ଆଣିବା କରନ୍ତି ଏବଂ ମାନେ ଝିଅଟି ଯେତେବେଳେ ଶାଶୁ ଘରକୁ ଯାଏ ତାକୁ ଯେଉଁ ଆବଶ୍ୟକୀୟ ଜିନିଷ ସବୁ ଶଗଡ଼ରେ ଦିଆଯାଏ, ତାକୁ ବିଦା କରାଯାଏ ଏବଂ ଆମ ଗାଁ ଗହଳିରେ ଯେଉଁ ନାଚ ବା ଅପେରା କରନ୍ତି ଶଗଡ଼ରେ ପୋଷାକ ପତ୍ର ବାଦ୍ୟଯନ୍ତ୍ର ସବୁ ବୁହାଯାଏ। କିନ୍ତୁ ଏବେ ଆଉ ପ୍ରାୟ ଶଗଡ଼ ଦେଖାଯାଉ ନାହିଁ, କାରଣ ବିଜ୍ଞାନର ଅଗ୍ରଗତି ଫଳରେ ଅତ୍ୟାଧୁନିକ ଆମର ଯେଉଁ ଯାନବାହନ ସବୁ ବାହାରିଲା, ତେଣୁ ଶଗଡ଼ର ପରମ୍ପରା ପ୍ରାୟ ହଜିଗଲାଣି କହିଲେ ଚଳେ। କିନ୍ତୁ ମୁଁ ଦେଖୁଛି ଗତ ବର୍ଷରୁ ଆମର ଯେଉଁ ଗୋଳାବନ୍ଧ ଗାଁର ଯୁବକମାନେ ବା ପିଲାମାନେ ସେମାନେ ଶଗଡ଼ରେ ଡିଜେ ପ୍ରସ୍ତୁତ କରି ତାକୁ ବଜେଇ ଏବଂ ନାଚ ଗୀତରେ ସେମାନେ ହୋଲି ଖେଳୁଛନ୍ତି। ଆଚ୍ଛା, ଆମେ ଜାଣିଛନ୍ତି ସାଧାରଣ ଡିଜେ ଭାରି କର୍ଣ୍ଣକଟୁ ଶୁଣିବା ପାଇଁ ବହୁତ କାନ ମାନେ ଇଭିନ୍ ବି କାନ ଗିରି ଫାଟିଯାଏ, କିନ୍ତୁ ଆମର ଯେଉଁ ଶଗଡ଼ ଯେଉଁ ଡିଜେ ପିଲାମାନେ ପ୍ରସ୍ତୁତ କରିଛନ୍ତି ସେ ଡିଜେ ଭାରି ସ୍ମୃତି ମଧୁର, ଭାରି ସୁନ୍ଦର ଲାଗୁଛି ଶୁଣିବା ପାଇଁ ଏବଂ ସେଇ ଗୀତର ତାଳେ ତାଳେ ପିଲାମାନେ ନାଚୁଛନ୍ତି ଏବଂ ନାଚି ପରସ୍ପରକୁ ହୋଲିର ଅଭିନନ୍ଦନ ଜଣାଉଛନ୍ତି, ରଙ୍ଗ ଖେଳୁଛନ୍ତି। ଭାରି ଖୁସି ଲାଗୁଛି, ଭାରି ସୁନ୍ଦର ଲାଗୁଛି ଦେଖିବା ପାଇଁ। ଏହି ପରମ୍ପରା ତାଙ୍କର ବଜେଇ ରହୁ ଏବଂ କେବଳ ହୋଲି ନୁହେଁ, ଅନ୍ୟ ପର୍ବପର୍ବାଣୀରେ ମଧ୍ୟ ସେମାନେ ଏହି ଶଗଡ଼ ଡିଜେର ବ୍ୟବହାର କରନ୍ତୁ। ମୁଁ ପିଲାମାନଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ସେମାନେ ଏହି ପରମ୍ପରା ଆଗକୁ ଆହୁରି ବଜେଇ ରଖନ୍ତୁ। ଭାରି ସୁନ୍ଦର ଲାଗୁଛି ଏଇ ଯେଉଁ ଶଗଡ଼ ଡିଜେ।